ତବିଜା ଅଧ୍ୟାୟ 10। ତବିଜା ଓ ଆନାଙ୍କ ଜାଗରଣ। ତବିଆସଙ୍କ ପିତା ତବିଜା ପ୍ରତ୍ୟେକ ଦିନ ଗଣନା କରୁଥିଲେ, ଆଉ ଯାତ୍ରା ପାଇଁ ଆବଶ୍ୟକ ଦିନ ସମୂହ ଅତିକ୍ରାନ୍ତ ହୋଇଥିବା ସତ୍ତ୍ୱେ ସେମାନେ ଫେରି ଆସିନଥିବା ଦେଖି ସେ କହିଲେ, ସେମାନେ କ'ଣ ତାକୁ ଅଟକ ରଖିଛନ୍ତି? ନା, ଗାବାଏଲ ମୃତ୍ୟୁବରଣ କରିଥିବା ହେତୁ ସେହି ଅର୍ଥ ତାକୁ ଦେବା ପାଇଁ ସେଠାରେ କେହି ନାହିଁ। ଏହିପରି ଭାବି ସେ ଅତ୍ୟଧିକ ଦୁଃଖିତ ହେଲେ। ସେ ସମୟରେ ତାଙ୍କର ପତ୍ନୀ ତାଙ୍କୁ କହିଲା, ବାଳକଟି ବିନଷ୍ଟ ହୋଇଛି। ତାର ଏହି ବିଳମ୍ବ ତାହା ପ୍ରମାଣ କରୁଅଛି। ତତ୍ପରେ ସେ କ୍ରନ୍ଦନପୂର୍ବକ କହିଲା, ହେ ମୋର ବତ୍ସ, ମୋର ଚକ୍ଷୁ ଯୁଗଳର ଜ୍ୟୋତି ସ୍ୱରୂପ ହୋଇଥିବା ତୁମକୁ ପ୍ରସ୍ଥାନ କରିବା ପାଇଁ ଅନୁମତି ଦେଇଥିବା ଯୋଗୁଁ ତୁମ ନିମନ୍ତେ ମୁଁ କ'ଣ ଦୁଃଖିତ ନୁହେଁ? କିନ୍ତୁ ତବିଜା ତାକୁ କହିଲେ, ଶାନ୍ତ ହୁଅ ଓ ଉଦ୍ବିଗ୍ନ ହୁଅ ନାହିଁ। ସେ କୁଶଳରେ ଅଛି। କିନ୍ତୁ ଉତ୍ତରରେ ସେ ତାଙ୍କୁ କହିଲା, ଚୁପ୍ ରୁହ ଓ ମୋତେ ପ୍ରବଞ୍ଚନା କରିବାକୁ ନିବୃତ୍ତ ହୁଅ। ମୋର ପୁତ୍ର ବିନଷ୍ଟ ହୋଇଛି। ତବିଆସ ଯାତ୍ରା କରିଥିବା ପଥକୁ ସେ ପ୍ରତିଦିନ ଯାଉଥିଲା। ଦିବା କାଳରେ ସେ କିଛି ହିଁ ଭକ୍ଷଣ କରୁନଥିଲା। ବିବାହ ଭୋଜିରେ 14 ଦିନ ଅତିକ୍ରାନ୍ତ ହେବା ପର୍ଯ୍ୟନ୍ତ ସେଠାରୁ ଚାଲି ନ ଯିବା ପାଇଁ ରାଗୁଏଲ ତବିଆସଙ୍କୁ ଯେଉଁ ଶପଥ କରାଇଥିଲେ, ସେହି 14 ଦିନ ପର୍ଯ୍ୟନ୍ତ ସମସ୍ତ ରାତ୍ରି ମାର୍ଥା ନିଜ ପୁତ୍ର ତବିଆସଙ୍କ ସମ୍ବନ୍ଧରେ ବିଳାପ କରିବାରୁ ନିବୃତ୍ତ ହେଲା ନାହିଁ। ତବିଆସଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା। ସେ ସମୟରେ ତବିଆସ ରାଗୁଏଲଙ୍କୁ କହିଲେ, ମୋତେ ବିଦାୟ ଦିଅ, କାରଣ ମୋର ପିତାମାତା ମୋତେ ପୁନଶ୍ଚ ଦେଖିବାର ଆଶା ପରିତ୍ୟାଗ କରୁଛନ୍ତି। କିନ୍ତୁ ତାଙ୍କର ଶ୍ୱଶୁର ତାଙ୍କୁ କହିଲେ, ମୋ ସାଙ୍ଗରେ ଅବସ୍ଥାନ କର। ମୁଁ ତୁମ ପିତାଙ୍କ ପାଖକୁ ଦୂତମାନଙ୍କୁ ପଠାଇବି ଓ ସେମାନେ ତାଙ୍କୁ ତୁମ ସମ୍ବନ୍ଧରେ ସମସ୍ତ ସମ୍ବାଦ ଅବଗତ କରିବେ। କିନ୍ତୁ ତବିଆସ କହିଲେ, ତାହା ହେବ ନାହିଁ। ବରଂ ମୋର ପିତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ ଦିଅ। ସୁତରାଂ ରାଗୁଏଲ ତବିଆସଙ୍କୁ ତାଙ୍କର ପତ୍ନୀ ସାରା ଏବଂ ଦାସଗଣ, ପଶୁପଲ ତଥା ଅର୍ଥ ଆକାରରେ ନିଜ ଧନ ସମ୍ପଦର ଅର୍ଦ୍ଧକାଂଶ ଦେଲେ। ସେ ସେମାନଙ୍କୁ ଆଶୀର୍ବାଦ କଲେ ଓ ବିଦାୟ ଦେଇ କହିଲେ, ହେ ମୋର ସନ୍ତାନଗଣ, ମୋର ମୃତ୍ୟୁ ଘଟିବା ପୂର୍ବରୁ ସ୍ୱର୍ଗସ୍ଥ ଈଶ୍ୱର ତୁମମାନଙ୍କୁ ଐଶ୍ୱର୍ଯ୍ୟଶାଳୀ କରିବେ। ସେ ନିଜ କନ୍ୟାକୁ ମଧ୍ୟ କହିଲେ, ତୁମର ଶ୍ୱଶୁର ଓ ଶାଶୁଙ୍କୁ ସମ୍ମାନ ଦିଅ। ସେମାନେ ବର୍ତ୍ତମାନ ତୁମର ପିତାମାତା ଅଟନ୍ତି। ତୁମ ସମ୍ବନ୍ଧରେ ଏକ ଉତ୍ତମ ସମ୍ବାଦ ଶୁଣିବା ପାଇଁ ମୋତେ ଦିଅ। ତତ୍ପରେ ସେ ତାକୁ ଚୁମ୍ବନ ଦେଲେ। ତହୁଁ ଏଦନା ତବିଆସକୁ କହିଲା, ହେ ଭ୍ରାତା, ସ୍ୱର୍ଗସ୍ଥ ପ୍ରଭୁ ତୁମକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରାନ୍ତୁ ଏବଂ ମୋର କନ୍ୟା ସାରା ଜନ୍ମ ଦେଇଥିବା ତୁମର ସନ୍ତାନମାନଙ୍କୁ ଦେଖି ମୁଁ ପ୍ରଭୁଙ୍କ ସାମ୍ନାରେ ଆନନ୍ଦିତ ହେବାର ସୁଯୋଗ ମୋତେ ପ୍ରଦାନ କରନ୍ତୁ। ଦେଖ, ମୁଁ ମୋର କନ୍ୟାକୁ ତୁମ ହସ୍ତରେ ସମର୍ପଣ କରୁଛି। ତାକୁ ଦୁଃଖ ଦେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। ତବିଜା ଅଧ୍ୟାୟ 11। ତବିଜାଙ୍କ ସୁସ୍ଥିକରଣ। ଏହାପରେ ତବିଆସ ଈଶ୍ୱରଙ୍କ ସ୍ତୁତି ଗାନ କରୁ କରୁ ନିଜ ପଥରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କଲେ, କାରଣ ଈଶ୍ୱର ତାଙ୍କ ଯାତ୍ରା ସଫଳ କରିଥିଲେ। ରାଗୁଏଲ ଓ ତାଙ୍କର ପତ୍ନୀ ଏଦନାକୁ ସେ ଶୁଭେଚ୍ଛା କାମନା କଲେ। ଏପରି ଭାବେ ଯାତ୍ରା କରି ସେ ନିନିବେ ନିକଟରେ ଆସି ପହଞ୍ଚିଲେ। ସେ ସମୟରେ ରାଫାଏଲ ତବିଆସଙ୍କୁ କହିଲେ, ହେ ଭ୍ରାତା, ତୁମ ପିତାଙ୍କୁ ଯେଉଁ ପରିସ୍ଥିତିରେ ତୁମେ ଛାଡ଼ି ଆସିଥିଲ, ତାହା କ'ଣ ତୁମେ ଜାଣିପାରୁନାହଁ? ଆସ, ତୁମ ପତ୍ନୀଠାରୁ ଆଗେ ଯାଇ ଆମେ ଗୃହକୁ ଯଥାଚିତ ଭାବେ ପ୍ରସ୍ତୁତ କରିବା। ମତ୍ସ୍ୟଟିର ପିତ୍ତଳ କଳସ ମଧ୍ୟ ସଙ୍ଗରେ ନିଅ। ସୁତରାଂ ସେମାନେ ଅଗ୍ରସର ହେଲେ ଏବଂ ସେହି କୁକୁରଟି ସେମାନଙ୍କର ଅନୁଗମନ କଲା। ନିଜ ପୁତ୍ର ଆସିବାକୁ ଥିବା ପଥ ଆଡ଼କୁ ଏକାଗ୍ର ଚିତ୍ତରେ ଚାହିଁ ଆନା ସେ ସମୟରେ ଉପବିଷ୍ଟ ଥିଲା। ପୁଣି ସେ ଆସୁଥିବା
ଦେଖି ଆନ୍ନା ତାର ପିତାଙ୍କୁ କହିଲା, ଦେଖ ତୁମ ପୁତ୍ର ଆସୁଛି ଓ ଯିଏ ତା ସଙ୍ଗେ ଯାଇଥିଲେ ସେ ମଧ୍ୟ ଆସୁଛନ୍ତି। ରାଫାଏଲ କହିଲେ, ହେ ତୋବିଆସ, ମୁଁ ଜାଣେ ଯେ ତୁମର ପିତା ପୁନର୍ବାର ଦୃଷ୍ଟିଶକ୍ତି ଲାଭ କରିବେ। ସୁତରାଂ ତୁମେ ସେହି ପିତ୍ତକଷକୁ ତାଙ୍କର ଚକ୍ଷୁଦ୍ୱୟରେ ଲେପନ କରିବ, ଆଉ ଚକ୍ଷୁଦ୍ୱୟ ଜ୍ୱାଳା ହେବା ସମୟରେ ସେଗୁଡ଼ିକୁ ଘଷିବେ, ଏବଂ ଫଳରେ ଚକ୍ଷୁ ଯୁଗଳରୁ ସେହି ଧବଳ ସ୍ତର ପଡ଼ିଯିବ। ସେ ସମୟରେ ସେ ତୁମର ଦର୍ଶନ ଲାଭ କରିବେ। ସେମାନଙ୍କୁ ଭେଟିବା ପାଇଁ ଆନ୍ନା ଦୌଡ଼ି ଯାଇ ନିଜ ପୁତ୍ରଙ୍କୁ ଆଲିଙ୍ଗନ କଲା ଓ ତାକୁ କହିଲା, ହେ ମୋର ପୁତ୍ର, ମୁଁ ତୋର ଦର୍ଶନ ଲାଭ କଲି। ବର୍ତ୍ତମାନ ମୃତ୍ୟୁବରଣ କରିବା ପାଇଁ ମୁଁ ପ୍ରସ୍ତୁତ। ସେଥିରେ ସେମାନେ ଉଭୟେ କ୍ରନ୍ଦନ କଲେ। ତୋବିଜା ଦ୍ୱାର ଆଡ଼କୁ ଆସିବା ବେଳେ ଝୁଣ୍ଟି ପଡ଼ିଲେ, କିନ୍ତୁ ତାଙ୍କର ପୁତ୍ର ଧାଇଁ ଯାଇ ତାଙ୍କୁ ଧରି ପକାଇଲେ ଓ ସେହି ପିତ୍ତକଷକୁ ତାଙ୍କ ପିତାଙ୍କ ଚକ୍ଷୁରେ ଲେପନ କରି ତୋବିଆସ କହିଲେ, ହେ ପିତା, ପ୍ରସନ୍ନ ହୁଅ। ତତ୍ପରେ ଚକ୍ଷୁଦ୍ୱୟରେ ଜ୍ୱାଳା ଅନୁଭବ କରି ସେ ଚକ୍ଷୁଦ୍ୱୟକୁ ଘଷି ପକାଇଲେ। ସେ ସମୟରେ ସେହି ଧବଳସ୍ତର ଚକ୍ଷୁର କଣରୁ ଖସି ପଡ଼ିଲା। ଫଳରେ ସେ ନିଜ ପୁତ୍ରକୁ ଦେଖିପାରିଲେ ଓ ତାକୁ ଆଲିଙ୍ଗନ କରି ରୋଦନପୂର୍ବକ କହିଲେ, ହେ ଈଶ୍ୱର, ତୁମେ ଧନ୍ୟ, ତୁମର ପବିତ୍ର ନାମ ସଦାକାଳ ଧନ୍ୟ ହେଉ। ତୁମର ପବିତ୍ର ଦେବଦୂତଗଣ ମଧ୍ୟ ପ୍ରଶଂସିତ ହୁଅନ୍ତୁ। ତୁମେ ମୋତେ ଦୁଃଖ ପ୍ରପୀଡ଼ିତ କରିଥିଲ, କିନ୍ତୁ ବର୍ତ୍ତମାନ ତୁମେ ମୋ ପ୍ରତି ସଦୟ ହୋଇଅଛ। ଅଧୁନା ମୁଁ ମୋର ପୁତ୍ର ତୋବିଆସକୁ ଦେଖିପାରୁଛି। ଏହାପରେ ତାଙ୍କର ପୁତ୍ର ସାନନ୍ଦରେ ଗୃହରେ ପ୍ରବେଶ କରି ମେଦିଆରେ ତା ପ୍ରତି ଘଟିଥିବା ମହାଘଟଣା ସବୁର ଏକ ବିବରଣୀ ନିଜ ପିତାଙ୍କ ସମ୍ମୁଖରେ ବର୍ଣ୍ଣନା କଲା। ତତ୍ପରେ ତୋବିଜା ନିଜ ପୁତ୍ର ବଧୂକୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ସାନନ୍ଦରେ ଈଶ୍ୱରଙ୍କ ସ୍ତୁତିଗାନ କରୁ କରୁ ନିନିବେର ପ୍ରବେଶ ପଥକୁ ଗଲେ। ପଥରେ ତାଙ୍କୁ ଦେଖୁଥିବା ସମସ୍ତେ ପୁନଶ୍ଚ ତାଙ୍କର ଦୃଷ୍ଟିଶକ୍ତି ଲାଭ ହୋଇଥିବା ଦେଖି ବିସ୍ମୟ ଭୟଭୀତ ହେଲେ। ତାଙ୍କ ପ୍ରତି ଈଶ୍ୱର ଯେଉଁ କରୁଣା ପ୍ରଦର୍ଶନ କଲେ, ସେ ସମ୍ବନ୍ଧରେ ସେ ସେମାନଙ୍କ ସମ୍ମୁଖରେ ସ୍ତୋତ୍ର ଲାପ କରି ପ୍ରଶଂସା କଲେ। ତାଙ୍କ ପୁତ୍ରବଧୂ ସାରା ନିକଟକୁ ଆସି ସେ ତାକୁ ଆଶୀର୍ବାଦ କରି କହିଲେ, ହେ କନ୍ୟା, ସ୍ୱାଗତ। ତୁମକୁ ଆମ ପାଖକୁ ଆଣିଥିବା ଈଶ୍ୱର ଧନ୍ୟ ହୁଅନ୍ତୁ। ତୁମର ପିତାମାତା ମଧ୍ୟ ଆଶୀଷ ପ୍ରାପ୍ତ ହୁଅନ୍ତୁ। ତହୁଁ ନିନିବେବାସୀ ତାଙ୍କର ସମସ୍ତ ଭ୍ରାତାଙ୍କ ମଧ୍ୟରେ ଆନନ୍ଦ ଖେଳିଗଲା। আহিକାର ଓ ତାଙ୍କର ପୁତୁରା ନାଦାବ ମଧ୍ୟ ଆସିଲେ। ଆଉ ତୋବିଆସଙ୍କ ବିବାହ ଉତ୍ସବ 7 ଦିନ ଧରି ସାଡ଼ମ୍ବରରେ ପାଳିତ ହେଲା। ରାଫାଏଲଙ୍କ ଆତ୍ମପ୍ରକାଶ। ଅଧ୍ୟାୟ 12। ଏହାପରେ ନିଜ ପୁତ୍ର ତୋବିଆସଙ୍କୁ ଡାକି ତୋବିଜା କହିଲେ, ବତ୍ସ, ତୁମ ସହିତ ଯାଇଥିବା ସେହି ବ୍ୟକ୍ତିଙ୍କୁ ତାଙ୍କର ବେତନ ପ୍ରଦାନ କର, ଆଉ ମଧ୍ୟ ଅଧିକା କିଛି ତାଙ୍କୁ ଦେବା ଉଚିତ। ତୋବିଆସ କହିଲେ, ହେ ପିତା, ମୁଁ ଯାହା ସଙ୍ଗରେ ଆଣିଅଛି ତାର ଅର୍ଦ୍ଧାଂଶ ତାକୁ ପ୍ରଦାନ କଲେ ମଧ୍ୟ ମୋର କୌଣସି କ୍ଷତି ହେବ ନାହିଁ, କାରଣ ସେ ମୋତେ ନିରାପଦରେ ତୁମ ପାଖକୁ ଫେରାଇ ଆଣିଛନ୍ତି। ସେ ମୋର ପତ୍ନୀକୁ ଆରୋଗ୍ୟ କଲେ, ମୋ ପାଇଁ ସେ ସେହି ଅର୍ଥ ଆଦାୟ କଲେ ଏବଂ ସେ ତୁମକୁ ମଧ୍ୟ ସୁସ୍ଥ କରିଅଛନ୍ତି। ସେ ସମୟରେ ସେହି ବୃଦ୍ଧ ବ୍ୟକ୍ତି କହିଲେ, ସେ ସେଥିପାଇଁ ଯୋଗ୍ୟ ଅଟନ୍ତି। ସୁତରାଂ ଦେବଦୂତଙ୍କୁ ଡାକି ସେ ତାଙ୍କୁ କହିଲେ, ତୁମେ ଦୁହେଁ ସଙ୍ଗରେ ଆଣିଥିବା ସବୁ କିଛିର ଅର୍ଦ୍ଧାଂଶ ତୁମେ ନିଅ। ସେ ସମୟରେ ସେ ଉଭୟଙ୍କୁ ଗୋପନରେ ଡାକି ଦେବଦୂତ ଜଣକ କହିଲେ, ଈଶ୍ୱରଙ୍କ ପ୍ରତି ସ୍ତୋତ୍ର ଲାପ କର ଓ ତାହାଙ୍କୁ କୃତଜ୍ଞତା ଜ୍ଞାପନ କର। ତୁମ୍ଭମାନଙ୍କ ପାଇଁ ଯେଉଁ ସମସ୍ତ କାର୍ଯ୍ୟ ସେ କରିଅଛନ୍ତି, ସେଥିପାଇଁ ସମସ୍ତ ପ୍ରାଣୀଙ୍କ ସମ୍ମୁଖରେ ତାହାଙ୍କୁ ମହିମାନ୍ୱିତ କର ଏବଂ କୃତଜ୍ଞତା ଜ୍ଞାପନ କର। ଈଶ୍ୱରଙ୍କ ଦ୍ୱାରା ସାଧିତ କାର୍ଯ୍ୟ ଯଥାର୍ଥ ରୂପେ ଘୋଷଣା କରି ତାହାଙ୍କର ସ୍ତୋତ୍ରାଳାପ କରିବା ଓ ତାହାଙ୍କର ନାମକୁ ମହିମାନ୍ୱିତ କରିବା ଏକ ଉତ୍ତମ କାର୍ଯ୍ୟ ଅଟେ। ତାହାଙ୍କୁ କୃତଜ୍ଞତା ଜ୍ଞାପନ କରିବାରେ ଧୀର ହୁଅ ନାହିଁ।
ଏକ ରାଜାଙ୍କ ଗୋପନୀୟତାକୁ ଗୁପ୍ତ ରଖିବା ଉତ୍ତମ ଅଟେ, କିନ୍ତୁ ଈଶ୍ୱରଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ପ୍ରଖ୍ୟାପନ କରିବା ଅତ୍ୟଧିକ ମୋହନୀୟ ବିଷୟ ଅଟେ। ଉତ୍ତମ କର୍ମ କର, ତାହା ହେଲେ ତୁମର କୌଣସି ଅନିଷ୍ଟ ହେବ ନାହିଁ। ଉପବାସ, ଦାନ କାର୍ଯ୍ୟ ଓ ନୀତିନିଷ୍ଠ ସହକାରେ ପ୍ରାର୍ଥନା କରିବା ଉତ୍ତମ କାର୍ଯ୍ୟ ଅଟେ। ନୀତିନିଷ୍ଠା ମାଧ୍ୟମରେ ତୁମ ଦ୍ୱାରା ଅଧିକୃତ ସ୍ୱଳ୍ପ ବସ୍ତୁ ଦୁଷ୍କର୍ମ ଦ୍ୱାରା ଅର୍ଜିତ ପ୍ରଚୁର ଦ୍ରବ୍ୟ ଅପେକ୍ଷା ଶ୍ରେୟସ୍କର। ସ୍ୱର୍ଣ୍ଣ ସଞ୍ଚୟ କରି ରଖିବା ଅପେକ୍ଷା ଦାନ କରିବା ଅଧିକ ବାଞ୍ଛନୀୟ, କାରଣ ଦାନ କାର୍ଯ୍ୟ ମୃତ୍ୟୁ କବଳରୁ ରକ୍ଷା କରେ ଓ ସମସ୍ତ ପାପ ମାର୍ଜନା କରେ। ଯେଉଁମାନେ ଦାନ କାର୍ଯ୍ୟ ତଥା ନୀତିନିଷ୍ଠାରେ ଲିପ୍ତ ହୁଅନ୍ତି, ସେମାନେ ଜୀବନର ପୂର୍ଣ୍ଣତା ପ୍ରାପ୍ତ ହେବେ, କିନ୍ତୁ ଯେଉଁମାନେ ପାପ କରନ୍ତି, ସେମାନେ ନିଜ ନିଜ ଜୀବନର ଶତ୍ରୁ ଅଟନ୍ତି। ମୁଁ ତୁମମାନଙ୍କ ନିକଟରୁ କୌଣସି ବିଷୟ ଲୁଚାଇ ରଖିବି ନାହିଁ। ମୁଁ କହିଛି ଯେ ଏକ ରାଜାଙ୍କ ଗୋପନୀୟତାକୁ ଗୁପ୍ତ ରଖିବା ଉତ୍ତମ ଅଟେ, କିନ୍ତୁ ଈଶ୍ୱରଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ପ୍ରଖ୍ୟାପନ କରିବା ଅତ୍ୟଧିକ ମୋହନୀୟ ବିଷୟ ଅଟେ। ତେଣୁ ତୁମେ ଓ ତୁମ ପୁତ୍ରବଧୂ ସାରା ପ୍ରାର୍ଥନା କଲା ସମୟରେ ମୁଁ ତୁମମାନଙ୍କୁ ପ୍ରାର୍ଥନାକୁ ପବିତ୍ରତମ ଛାମୁରେ ଅର୍ପଣ କଲି। ତୁମେ ମୃତ ଲୋକଙ୍କୁ ସମାଧିସ୍ଥ କରିବା ସମୟରେ ମଧ୍ୟ ମୁଁ ସେହିପରି ତୁମ ସହିତ ଉପସ୍ଥିତ ଥିଲି। ଭକ୍ଷଣ କରିବା ପାଇଁ ଉପବେଶନ କରିଥିବା ସମୟରେ ତାହା ତ୍ୟାଗ କରି ତୁମେ ଯେବେ ଦ୍ୱିଧାହୀନ ଭାବେ ମୃତ ଲୋକକୁ ସମାଧିସ୍ଥ କରିବା ପାଇଁ ଯାଇଥିଲ, ସେତେବେଳେ ତୁମର ସେହି ସତ୍କର୍ମ ମୋ ନିକଟରେ ଗୁପ୍ତ ନଥିଲା, ବରଂ ମୁଁ ତୁମର ସହବର୍ତ୍ତୀ ଥିଲି। ସୁତରାଂ ତୁମକୁ ଓ ତୁମର ପୁତ୍ରବଧୂ ସାରାକୁ ଆରୋଗ୍ୟ କରିବା ପାଇଁ ଈଶ୍ୱର ମୋତେ ପ୍ରେରଣ କଲେ। ସନ୍ଥଜନମାନଙ୍କ ପ୍ରାର୍ଥନାକୁ ଅର୍ପଣ କରୁଥିବା ଓ ପବିତ୍ରତମଙ୍କ ଗୌରବମୟ ଉପସ୍ଥିତିରେ ପ୍ରବେଶ କରୁଥିବା ସପ୍ତ ପବିତ୍ର ଦେବଦୂତମାନଙ୍କ ମଧ୍ୟରୁ ଜଣେ ଦୂତ ସେହି ରାଫାଏଲ ମୁଁ ଅଟେ। ସେଥିରେ ସେମାନେ ଦୁହେଁ ଆତଙ୍କିତ ହେଲେ ଓ ଭୟଭୀତ ହୋଇ ମୁଖ ମାଡ଼ି ଭୂମିରେ ପଡ଼ିଲେ। କିନ୍ତୁ ଦେବଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମେମାନେ ସୁରକ୍ଷିତ ଅଟ। ସର୍ବଦା ଈଶ୍ୱରଙ୍କର ସ୍ତୋତ୍ରାଳାପ କର। ମୋର ଉଦାରତା ହେତୁ ମୁଁ ଆପେ ଆସିନାହିଁ, ବରଂ ଆମ ଈଶ୍ୱରଙ୍କ ସଦିଚ୍ଛା ମୁତାବକ ମୁଁ ଆସିଅଛି। ସୁତରାଂ ତାହାଙ୍କୁ ସର୍ବଦା ପ୍ରଶଂସା କର। ଏହି ଦିନମାନଙ୍କରେ ମୁଁ ତୁମମାନଙ୍କୁ କେବଳ ମୋର ଦର୍ଶନ ଦେଇଥିଲି, କିନ୍ତୁ ମୁଁ କୌଣସି ପଦାର୍ଥ ଆହାର କରିନାହିଁ କିମ୍ବା ପାନ କରିନାହିଁ। ତୁମ୍ଭେମାନେ ଗୋଟିଏ ଦର୍ଶନ ମାତ୍ର ଦେଖିଥିଲ, ଆଉ ବର୍ତ୍ତମାନ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ କର, କାରଣ ଯିଏ ମୋତେ ପ୍ରେରଣ କରିଅଛନ୍ତି ମୁଁ ତାହାଙ୍କ ପାଖକୁ ଆରୋହଣ କରୁଛି। ସଂଗଠିତ ସମସ୍ତ କାର୍ଯ୍ୟ ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ରଖ। ତହିଁରେ ସେମାନେ ଉଠି ଦଣ୍ଡାୟମାନ ହେଲେ, କିନ୍ତୁ ଆଉ ତାଙ୍କୁ ଦେଖିବାକୁ ପାଇଲେ ନାହିଁ। ତେଣୁ ସେମାନେ ଈଶ୍ୱରଙ୍କ ଦ୍ୱାରା ସାଧିତ ମହାନ ତଥା ଆଶ୍ଚର୍ଯ୍ୟକର କାର୍ଯ୍ୟ ସବୁର ପ୍ରଶଂସା କଲେ ଏବଂ ପ୍ରଭୁଙ୍କର ଜଣେ ଦେବଦୂତ ଯେ ସେମାନଙ୍କ ନିକଟରେ ଆବିର୍ଭୂତ ହୋଇଥିଲେ, ଏହା ସେମାନେ ହୃଦ୍ବୋଧ କଲେ। ତବିଜା ଅଧ୍ୟାୟ 13। ତବିଜାଙ୍କ ସ୍ତୋତ୍ରଳାପ। ଏହାପରେ ତବିଜା ଏକ ଆନନ୍ଦମୟ ପ୍ରାର୍ଥନା ରଚନା କଲେ ଆଉ ଗାନ କଲେ, ଯିଏ ଚିରଞ୍ଜୀବୀ ହୁଅନ୍ତୁ ସେହି ଈଶ୍ୱର ଧନ୍ୟ, ପ୍ରଶଂସିତ ସଦାକାଳ ତାହାଙ୍କର ରାଜ୍ୟ। ଯେହେତୁ କରନ୍ତି ସେ ଶାସ୍ତି ବିଧାନ ତଥା କରୁଣା ପ୍ରଦର୍ଶନ, କରନ୍ତି ସେ ଲୋକମାନଙ୍କୁ ପାତାଳ ମଧ୍ୟକୁ ଅବତୀର୍ଣ୍ଣ, କରନ୍ତି ସେ ସେମାନଙ୍କୁ ସେଠାରୁ ଉତ୍ତୋଳିତ ହୋଇପାରିବେ ନାହିଁ କେବେ ତାହାଙ୍କ ହସ୍ତରୁ ମୁକ୍ତ। ହେ ଇସ୍ରାଏଲୀୟ ସନ୍ତାନଗଣ, କର ତାହାଙ୍କୁ ସ୍ୱୀକାର। ଜାତିଗଣ ସମ୍ମୁଖେ କଲେ ସେ ବିକ୍ଷିପ୍ତ ଆମଙ୍କୁ ସେମାନଙ୍କ ମଧ୍ୟରେ କର ତାହାଙ୍କର ମହତ୍ଵ ବିଜ୍ଞାପିତ। ସମସ୍ତ ପ୍ରାଣୀ ସମ୍ମୁଖେ କର ତାହାଙ୍କୁ ମହିମାନ୍ୱିତ, କାରଣ ସେ ଆମ ପ୍ରଭୁ ତଥା ଈଶ୍ୱର ଅଟନ୍ତି। ସେ ଆମ ପିତା ସଦାକାଳର।
କରିବେ ସେ ଆମ ଅପରାଧ ଯୋଗୁଁ ଆମକୁ ଶାସ୍ତି ବିଧାନ, କିନ୍ତୁ ଦେବେ ଢାଳି ଆମ ଉପରେ ତାଙ୍କରି କରୁଣା ସେ ପୁନର୍ବାର। ହୋଇଛ ଯେଉଁମାନଙ୍କ ମଧ୍ୟରେ ତୁମେମାନେ ବିକ୍ଷିପ୍ତ, ସେହି ଜାତିଗଣ ମଧ୍ୟରୁ କରିବେ ସେ ଆମ୍ଭମାନଙ୍କୁ ଏକତ୍ରିତ। ସମ୍ପୂର୍ଣ୍ଣ ହୃଦୟ ତଥା ମନୋନିବେଶ ପୂର୍ବକ ତାହାଙ୍କ ସନ୍ନିଧାନକୁ ହେବ ଯଦି ପରିବର୍ତ୍ତନର ତୁମର ଏବଂ ତାଙ୍କରି ସମ୍ମୁଖେ କରିବ ଯଦି ସତ୍ୟ ନିଷ୍ଠାପର ବ୍ୟାପାର, ତେବେ ସେ ତୁମ ପ୍ରତି ଫେରାଇବେ ଏବଂ କରିବେ ନାହିଁ ତୁମଠାରୁ ନିଜ ବଦନ ଗୋପନ। ତୁମ ପ୍ରତି ତାହାଙ୍କ ଦ୍ୱାରା ସାଧିତ ଉତ୍ତମ କର୍ମାବଳୀର କର ଅନୁଧ୍ୟାନ। କର ଉଚ୍ଚ ସ୍ୱରରେ ତାହାଙ୍କ ପ୍ରତି କୃତଜ୍ଞତା ଅର୍ପଣ। କର ନୀତିନିଷ୍ଠ ପ୍ରଭୁଙ୍କ ସ୍ତୁତିଗାନ। ଯୁଗାଧିପତି ରାଜାଙ୍କୁ କର ମହିମାନ୍ୱିତ। ମୋର ପ୍ରବାସ ଜୀବନର ଦେଶରେ କରେ ମୁଁ ତାହାଙ୍କୁ କୃତଜ୍ଞତା ଅର୍ପଣ। ପାପିଷ୍ଟ ଜାତି ନିକଟରେ କରେ ମୁଁ ଘୋଷଣା, ତାହାଙ୍କର ପ୍ରତାପ ତଥା ପରାକ୍ରମ ମନ ଫେରାଅ। ତୁମେ ହେ ପାପୀଗଣ ପରିବର୍ଦ୍ଧିତ ହୋଇ ତାହାଙ୍କ ଛାମୁରେ କର ଯଥାର୍ଥ ସାଧନ। ତୁମକୁ ଗ୍ରହଣ କରି ହୁଏତ କରିପାରନ୍ତି ସେ କରୁଣା ପ୍ରଦର୍ଶନ। କରେ ମୁଁ ମୋର ଈଶ୍ୱରଙ୍କୁ ମହିମାନ୍ୱିତ। କରେ ଆତ୍ମା ମୋର ସ୍ୱର୍ଗାଧିପତି ଈଶ୍ୱରଙ୍କୁ ଗୌରବାନ୍ୱିତ। ତାହାଙ୍କର ପ୍ରତାପରେ ହୁଏ ମୁଁ ଆନନ୍ଦିତ। କରନ୍ତୁ ତାହାଙ୍କର ଘୋଷଣା ମାନବଗଣ। କରନ୍ତୁ ତାହାଙ୍କ ପ୍ରତି ଜେରୁସାଲେମରେ କୃତଜ୍ଞତା ଅର୍ପଣା। ପବିତ୍ର ନଗରୀ ହେ ଜେରୁସାଲେମ, ତୁମ ପୁତ୍ରଗଣଙ୍କ କର୍ମ ହେତୁ କରିବେ ସେ ତୁମକୁ ପ୍ରପୀଡ଼ିତ, କିନ୍ତୁ ଢାଳିଦେବେ ସେ ନୀତିନିଷ୍ଠ ବ୍ୟକ୍ତିଗଣଙ୍କ ପୁତ୍ରମାନଙ୍କ ଉପରେ କୃପା ପୁନଶ୍ଚ। ପ୍ରଭୁଙ୍କୁ କର ଯଥାଯୋଗ୍ୟ କୃତାର୍ପଣ। କର ଯୁଗାଧିପତି ରାଜାଙ୍କର ସ୍ତୁତିଗାନ। ତୁମ ନିମନ୍ତେ ହେଉ ତାହାଙ୍କର ଶିବିର ପୁନର୍ବାର ସାନନ୍ଦେ ଉତ୍ଥାପିତ। ତୁମ ମଧ୍ୟବାସୀ ପ୍ରବାସୀମାନଙ୍କୁ କରନ୍ତୁ ସେ ଉଲ୍ଲସିତ। ତୁମ ମଧ୍ୟରେ ଥିବା ଦୁଃଖ କ୍ଳିଷ୍ଟମାନଙ୍କୁ ବଂଶ ପରମ୍ପରା କ୍ରମ ଅନୁସାରେ କରନ୍ତୁ ସେ ସ୍ନେହ। ସୁଦୂରର ଜାତିଗଣ କରିବେ ପ୍ରଭୁଙ୍କ ନାମଧାରୀ ସ୍ଥାନକୁ ଆଗମନ। ସ୍ୱର୍ଗର ରାଜାଙ୍କ ସନ୍ନିଧାନକୁ ଆଣିବେ ସେମାନେ ଉପହାର କରି ବହନ। ବଂଶା ଅନୁକ୍ରମେ କରିବେ ସେମାନେ ସାନନ୍ଦେ ତୁମର ପ୍ରଶଂସା ଗାନ। ହୁଅନ୍ତୁ ତୁମର ଘୃଣାକାରୀ ସମସ୍ତେ ଅଭିଶପ୍ତ, କିନ୍ତୁ ହୁଅନ୍ତୁ ତୁମର ସ୍ନେହକାରୀ ଯୁଗ ଯୁଗାନ୍ତରେ ଆଶିଷ ପ୍ରାପ୍ତ। ନୀତିନିଷ୍ଠ ବ୍ୟକ୍ତିମାନଙ୍କର ପୁତ୍ରଗଣଙ୍କ ଯୋଗୁଁ ହୁଅ ଉଲ୍ଲସିତ ତଥା ଆନନ୍ଦିତ, କାରଣ ହେବେ ସେମାନେ ଏକତ୍ରିତ। କରନ୍ତି ସେମାନେ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ପ୍ରଭୁଙ୍କୁ ମହିମାନ୍ୱିତ। କେତେ ଧନ୍ୟ ତୁମର ସ୍ନେହକାରୀ ବ୍ୟକ୍ତିବୃନ୍ଦ, ତୁମ ଶାନ୍ତିରେ ହେବେ ସେମାନେ ଉଲ୍ଲସିତ। ତୁମର ସଙ୍କଟ ଯୋଗୁଁ ଯେଉଁମାନେ ବ୍ୟଥିତ, ଧନ୍ୟ ସେମାନେ, କାରଣ ତୁମର ମହିମା ଦେଖି ହେବେ ତୁମ ସହ ଆନନ୍ଦିତ ସେମାନେ, ଆଉ ହେବ ଆହ୍ଲାଦିତ ଚିରକାଳ ସେମାନେ। କରୁ ଆତ୍ମା ମୋର ମହୋନ୍ନତ ରାଜା ଈଶ୍ୱରଙ୍କର ସ୍ତୁତିଗାନ। ହେବ ଜେରୁସାଲେମ ନୀଳକାନ୍ତ ତଥା ମରକତ ମଣିରେ ପୁନର୍ନିର୍ମିତ। ହେବ ତାହାର ପ୍ରାଚୀର ବହୁମୂଲ୍ୟ ରତ୍ନେ ବିଭୂଷିତ। ହେବ ତାର ଗମ୍ବୁଜ ତଥା ଦୁର୍ଗ ସମୂହ ସ୍ୱଚ୍ଛ ସ୍ୱର୍ଣ୍ଣରେ ବିମଣ୍ଡିତ। ବୈଦୁର୍ଯ୍ୟମଣି ପଦ୍ମରାଗ ମଣି ତଥା ଅପିର ରତ୍ନରେ ଜେରୁସାଲେମର ରାସ୍ତା ଦେଇ ହେବ ଆଚ୍ଛାଦିତ। ତାହାର ଗଳି ସମୂହ ହାଲେଲୁୟା ଗାନ ପୂର୍ବକ କରିବେ ସ୍ତୋତ୍ରାଳାପ। କହିବେ ସେମାନେ, ହୁଅନ୍ତୁ ସେହି ଈଶ୍ୱର ଧନ୍ୟ, କରିଅଛନ୍ତି ଯିଏ ତୁମକୁ ଚିରକାଳ ମହିମାନ୍ୱିତ। ତବିଜା ଅଧ୍ୟାୟ 14। ତବିଜାଙ୍କ ଅନ୍ତିମ ଉପଦେଶ। ତବିଜା ସ୍ତୁତିଗାନ ସମାପ୍ତ କଲେ। 58 ବର୍ଷ ବୟସରେ ତବିଜାଙ୍କର ଦୃକ୍ଶକ୍ତି ନଷ୍ଟ ହୋଇଥିଲା ଓ 8 ବର୍ଷ ପରେ ସେ ତାହା ପୁନଃପ୍ରାପ୍ତ ହେଲେ। ସେ ଦାନ ଧର୍ମାଦି କରି ଓ ପ୍ରଭୁ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପୂର୍ବକ ସ୍ତୁତିଗାନ କରି ଜୀବନଯାପନ କରିଥିଲେ। ସେ ଅତ୍ୟଧିକ ବୃଦ୍ଧ ହେଲା ପରେ ନିଜ ପୁତ୍ର ଓ ପୌତ୍ରମାନଙ୍କୁ ଡାକି ନିଜ ପୁତ୍ରକୁ କହିଲେ, ହେ ମୋହର ପୁତ୍ର, ତୁମ ପୁତ୍ରମାନଙ୍କର ଯତ୍ନ ନିଅ। ଦେଖ ମୁଁ ବୟୋବୃଦ୍ଧ ହେଲି, ଏହି ଜୀବନକୁ ବିଦାୟ ଦେଇ ଅନ୍ତିମ ଯାତ୍ରା କରିବା ନିମନ୍ତେ ମୋର ସମୟ ଉପଗତ। ହେ ମୋର ପୁତ୍ର, ମେଦିଆ ଦେଶକୁ ଯାତ୍ରା କର।
କାରଣ ନିନିବେ ବିଧ୍ୱସ୍ତ ହେବ ବୋଲି ପ୍ରବକ୍ତା ଜନାଙ୍କ ଦ୍ୱାରା କଥିତ ବାକ୍ୟକୁ ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରେ। କିନ୍ତୁ ମେଦିଆରେ ସ୍ୱଳ୍ପ କାଳ ଧରି ଶାନ୍ତି ବିରାଜିବ। ଆମ ଭ୍ରାତାମାନେ ଉତ୍ତମ ଦେଶରୁ ଭୂପୃଷ୍ଠ ତମାମ ବିକ୍ଷିପ୍ତ ହେବେ ଏବଂ ଜେରୁସାଲେମ ବିଜନ ହେବ। ତନ୍ମଧ୍ୟବର୍ତ୍ତୀ ଦେବାଳୟ ଦଗ୍ଧୀଭୂତ ହେବ ଓ ଅଳ୍ପ କାଳ ସକାଶେ ଧ୍ୱଂସା ଅବଶେଷରେ ପରିଣତ ହେବ। କିନ୍ତୁ ଈଶ୍ୱର ପୁନଃ ସେମାନଙ୍କ ପ୍ରତି ସଦୟ ହୋଇ ସେମାନଙ୍କୁ ସେମାନଙ୍କର ଦେଶକୁ ଫେରାଇ ଆଣିବେ। ପୁଣି ସେମାନେ ଈଶ୍ୱରଙ୍କ ଆଳୟକୁ ପୁନର୍ନିର୍ମାଣ କରିବେ। କିନ୍ତୁ ତାହା ପୂର୍ବରୁ ଦେବାଳୟ ସଦୃଶ ମନୋହର ହେବ ନାହିଁ ଏବଂ ସମୟର ପରିପୂର୍ଣ୍ଣତା ପର୍ଯ୍ୟନ୍ତ ତାହା ସେହି ଅବସ୍ଥାରେ ରହିବ। ଏହାପରେ ସେମାନେ ପ୍ରବାସ ଜୀବନଯାପନ କରୁଥିବା ସ୍ଥାନଗୁଡ଼ିକରୁ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଜେରୁସାଲେମକୁ ପ୍ରତାପପୂର୍ଣ୍ଣ ରୂପେ ପୁନର୍ନିର୍ମାଣ କରିବେ। ପ୍ରବକ୍ତାମାନଙ୍କ ଦ୍ୱାରା କଥିତ ବାକ୍ୟ ଅନୁଯାୟୀ ବଂଶ ପରମ୍ପରା ବ୍ୟାପୀ ଅବସ୍ଥିତ ହେବା ଭଳି ମହତ୍ତ୍ୱପୂର୍ଣ୍ଣ ଈଶ୍ୱରଙ୍କ ଆଳୟର ମନ୍ଦିର ପୁନର୍ନିର୍ମିତ ହେବ। ସେ ସମୟରେ ସମସ୍ତ ବିଜାତି ସତ୍ୟତାରେ ପ୍ରଭୁ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିବାକୁ ଆରମ୍ଭ କରିବେ ଏବଂ ସେମାନଙ୍କର ପିତୁଳା ଗୁଡ଼ିକୁ ପୋତି ପକାଇବେ। ବିଜାତୀୟମାନେ ପ୍ରଭୁଙ୍କ ସ୍ତୁତିଗାନ କରିବେ ଓ ଈଶ୍ୱରଙ୍କ ସ୍ୱଜନମାନେ ତାହାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବେ ଆଉ ପ୍ରଭୁ ସୃଜନମାନଙ୍କୁ ମହିମା ମଣ୍ଡିତ କରିବେ। ସତ୍ୟ ତଥା ଧାର୍ମିକତାରେ ପ୍ରଭୁ ଈଶ୍ୱରଙ୍କୁ ସ୍ନେହ କରୁଥିବା ସମସ୍ତେ ଆମ ଭ୍ରାତାମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କରି ଆନନ୍ଦିତ ହେବେ। ସୁତରାଂ ହେ ମୋର ପୁତ୍ର, ବର୍ତ୍ତମାନ ନିନିବେ ପରିତ୍ୟାଗ କର, କାରଣ ପ୍ରବକ୍ତା ଜନାଙ୍କ ଦ୍ୱାରା କଥିତ ବାକ୍ୟ ଅବଶ୍ୟ ସଂଘଟିତ ହେବ। କିନ୍ତୁ ବିଧାନ ତଥା ଆଜ୍ଞାବଳୀ ପାଳନ କର ଓ କରୁଣା ତଥା ନ୍ୟାୟପୂର୍ବକ ଆଚରଣ କର, ତାହା ହେଲେ ତୁମର ମଙ୍ଗଳ ହେବ। ମୋତେ ଯଥାଚିତ ଭାବେ ସମାଧିସ୍ଥ କରିବ ଏବଂ ତୁମ ମାତାଙ୍କୁ ମୋ ପାର୍ଶ୍ୱରେ କବର ଦେବ। ତତ୍ପରେ ନିନିବେରେ ଆଉ ବେଶୀ ସମୟ ରୁହ ନାହିଁ। ହେ ମୋର ପୁତ୍ର, ଦେଖ ଯାହାକୁ আহিକାର ପ୍ରତିପାଳନ କରିଥିଲେ ସେହି ନାଦାବ ତାଙ୍କ ପ୍ରତି ଯାହା କଲା, ସେ ତାଙ୍କୁ କିଭଳି ଆଲୋକରୁ ଅନ୍ଧକାର ମଧ୍ୟକୁ ନେଇଗଲା ଏବଂ ସେ ତାଙ୍କୁ କି ପ୍ରତିଫଳ ଦେଲା, ଏ ସମସ୍ତ ବିଷୟରେ ଅନୁଧ୍ୟାନ କର। କିନ୍ତୁ আহিକାର ରକ୍ଷା ପାଇଲେ ଏବଂ ସେହି ଅପର ବ୍ୟକ୍ତି ଅନ୍ଧକାର ମଧ୍ୟକୁ ଯାଇ ସମୁଚିତ ପ୍ରତିଫଳ ଲାଭ କଲା। আহিକାର ଦାନ ଧର୍ମାଦି କରି ନାଦାବର ମୃତ୍ୟୁ ଫାଶରୁ ରକ୍ଷା ପାଇଲେ, କିନ୍ତୁ ନାଦାବ ତାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିବା ସେହି ଫାଶରେ ପଡ଼ି ବିନଷ୍ଟ ହେଲା। ସୁତରାଂ ହେ ବତ୍ସଗଣ, ଦାନ ଧର୍ମ ଯାହା କରିବା ପାଇଁ ସକ୍ଷମ ଏବଂ ଧାର୍ମିକତା କିଭଳି ରକ୍ଷା କରେ ଏହା ବିବେଚନା କର। ଏହା କହି ସେ ନିଜ ଶଯ୍ୟାରେ ମୃତ୍ୟୁବରଣ କଲେ। ସେ ସମୟରେ ତାଙ୍କୁ 158 ବର୍ଷ ବୟସ ହୋଇଥିଲା। ତୋବିଆସ ତାଙ୍କୁ ଆଡ଼ମ୍ବର ପୂର୍ଣ୍ଣ ଭାବେ କବର ଦେଲେ। ତତ୍ପରେ ଆନ୍ନା ଯେବେ ମୃତ୍ୟୁବରଣ କଲା, ତେବେ ତୋବିଆସ ତାଙ୍କୁ ନିଜ ପିତାଙ୍କ ପାର୍ଶ୍ୱରେ ସମାଧିସ୍ଥ କଲେ। ତତ୍ପରେ ତୋବିଆସ ନିଜ ପତ୍ନୀ ଓ ପୁତ୍ରମାନଙ୍କ ଗହଣରେ ଏକବାଥା ନିବାସୀ ନିଜ ଶ୍ୱଶୁର ରାଗୁଏଲଙ୍କ ନିକଟକୁ ଫେରିଗଲେ। ବୟୋବୃଦ୍ଧି ପ୍ରାପ୍ତ ହେବା ସଙ୍ଗେ ତାଙ୍କର ସୁଖ୍ୟାଦି ମଧ୍ୟ ପରିବର୍ଦ୍ଧିତ ହେଲା। ନିଜ ଶ୍ୱଶୁର ତଥା ଶାଶୁ ମୃତ୍ୟୁବରଣ କରନ୍ତେ ସେ ସେମାନଙ୍କୁ ଆଡ଼ମ୍ବର ପୂର୍ଣ୍ଣ ଭାବେ ସମାଧିସ୍ଥ କଲେ। ସେ ସେମାନଙ୍କର ଓ ନିଜ ପିତା ତୋବିଜାଙ୍କ ସମସ୍ତ ସମ୍ପତ୍ତି ଦାୟିତ୍ୱ ଭାବେ ପ୍ରାପ୍ତ ହେଲେ। ତାଙ୍କୁ 127 ବର୍ଷ ବୟସ ହୋଇଥିବା ସମୟରେ ସେ ମେଦିଆସ୍ଥ ଏକବାଥାନର ମୃତ୍ୟୁବରଣ କଲେ। କିନ୍ତୁ ତାଙ୍କର ମୃତ୍ୟୁ ପୂର୍ବରୁ ନେବୁଖେଦନେଜର ଓ ଆହାସୱେରୋସ ନିନିବେ ଅଧିକାର କରି ତାହାକୁ ବିନଷ୍ଟ କରିଥିବା ସମ୍ବାଦ ସେ ଶୁଣିବାକୁ ପାଇଲେ। ଏହିପରି ନିଜ ମୃତ୍ୟୁ ପୂର୍ବରୁ ନିନିବେ ସମ୍ବନ୍ଧରେ ଆନନ୍ଦିତ ହେବାରୁ ସୁଯୋଗ ସେ ପ୍ରାପ୍ତ ହେଲେ।